দুই লাইন রে তো কই হবনি গোটে বই আপন সামারাইজ দুই লাইন রে কেমতি করিবে কিন্তু মোর ইয়ে যে বিষয়তে বহুত বহুত ରୋଚକ তথ্য ଅଛି ইনফরমেশন ଅଛି আনালিসিস ଅଛି পার্সপেক্টিভ ଅଛି কনটেক্সট ଅଛି ব্যাকগ্রাউন্ড ଅଛି ওড়িশার ইতিহাস ଅଛି ସବୁ କିଛି ଅଛି না ইংলিশ ভার্সন পড়ে ମୁଁ ଚାହିଁବି ଯେତେ ଲୋକ ପଢିବେ ସେତେ ମୁଁ ଖୁସି ହେବି তো ଏବେ ସମସ୍ତେ କଣ ଇଂରେଜୀ ଜାଣିଛନ୍ତି ଇଂରେଜୀ ଷ୍ଟିଲ୍ ହଉଛି ମାନେ ଇଏ କିନ୍ତୁ ଇଂଲିଶ ଏବେ ବି ଏଲିଟିଷ୍ଟ ଗୋଟେ ଭାଷା ତ ମୁଁ ଚାହିଁବି ମୁଁ ବହି ନବୀନ ପଟ୍ଟନାୟକ ଉପରେ লিখেছি ওড়িশা ଉପରେ লিখেছি ওড়িয়া ଲୋକମାନେ ବି ପଢିବେ ନା ସମସ୍ତେ କଣ ଇଂରେଜୀ ଜାଣିଛନ୍ତି ପ୍ରଥମେ ଇଂରାଜୀ ବର୍ଷନ ଲୋକାର୍ପଣ କରିଥିଲେ ସେତେବେଳେ ଆପଣଙ୍କୁ ମଧ୍ୟ ଜଣେ ବିଜେପି ନେତା ଆପଣଙ୍କୁ ଚାପ ପକେଇଥିଲେ ଯେ ଏହାର ସେଥିପାଇଁ ଆପଣ 3 ବର୍ଷ କଥା ହେଇଥିଲେ ଏବେ ତ ଓଡିଆ ଭାଷା କହିଛନ୍ତି କି ଚାପ ପକେଇଥିଲେ କି ଚାପ ପଡିଲେ ବି କଣ ନା ପଡିଲେ ବି କଣ ପଢିଥିଲେ ନା ପଢିନଥିଲେ ସାର୍ ନା ପଡିବ ଶୁଣନ୍ତୁ ସାମ୍ବାଦିକତା ପଢିବେ ଅନେଷ୍ଟଲି କରିବେ ଆପଣ ଉପରେ ଚାପ ପଡିବେନି ସବୁ ଟାଇମରେ ଚାପ କାହାର ନା କାହାର ବିରୁଦ୍ଧରେ କେତେବେଳେ লিখিবে যার বিরুদ্ধে লিখিবে যাকে সমালোচনা করিবে সে আপনাকে চাপ দেব তো কোন ହେଲା আমার বিরোধী লেখিবা এবং সমালোচনা করিবা ହଁ ଏବେ কোন নেতা সমালোচনা কি সমালোচনা ইয়ে করুন পছন্দ করুন সমালোচনা কেତେବେଳେ କରିବେ ସମାଲୋଚନା ତ କରିବାই ପଡିବ କେତେବେଳେ ସେମାନେ ଅଖୁସି ତ କଣ ହବ ତ ଏଇ ଚାପ ଫାପରେ ମୋର କିଛି ଯାଏ ଆସେ ଦ୍ୟାଟ ଇଜ ମୁଁ ଭାବୁଛି ଚାପ ହଉଛି ପ୍ରୋଫେସନାଲ ହାଜର ବହିରେ ଆଉ କଣ ଆଡ ହେଇଛି ଓଡ଼ିଆ ବହିରେ କିଛି ଏଇ ଇଂରେଜୀ ବହିଟା କମର୍ସିଆଲ যেটা ବାହାରିଥିଲା ସେ ତାର ଗୁଣ ପୁରା ଚାପ୍ଟର ଅଛି କମନିଆନ ପ୍ରୋଜେକ୍ଟ ସାର୍ ଆଉ ଗୋଟେ ଜିନିଷ ମୁଁ ଜାଣିବାକୁ ଚାହିଁବି ଗୋଟେ ୟୁଟ୍ୟୁବ ଚ୍ୟାନେଲ ମୁଭେନ କହୁଛନ୍ତି ଶୋ କରୁଥିଲେ ମଝିରେ ୟୁଟ୍ୟୁବ ଚ୍ୟାନେଲଟି ଡିଲିଟ ହେଇଯାଇଛି ବୋଲି ଆପଣ ଡିଲିଟ କରିଛନ୍ତି ମାନେ ମୁଁ କାହିଁ ଡିଲିଟ କରିବି ମୋର ଚ୍ୟାନେଲ ସାର୍ ସରକାର ତାକୁ ବି ଡିଲିଟ କରିଛନ୍ତି ଯେହେତୁ ସରକାରଙ୍କର ପୋଲ କରିବେ কোন সরকার ଯାହାର ପୋଲ କରୁଛନ୍ତି ଆପଣ କାହାକୁ ନା ଏଇ ତ ମୋର ଚ୍ୟାନେଲ ରେଷ୍ଟୋର ହେଇଯାଇଛି ତାର ପଛରେ ଗୋଟେ ଇଏ ଥିଲା ଯେ ମୋର কোনো ଭାୟୋଲେସନ ନଥିଲା ମୁଁ ଭାବୁଛି ଏଇଟା ମୋର କଣ୍ଟ୍ରୋଲ କରିବାର ଗୋଟେ ଚେଷ୍ଟା ହେଇଥିଲା ସେଟା ସକ୍ସେସଫୁଲ ହେଲାନି କାହିଁକି 3 ସପ୍ତାହ ପରେ ୟୁଟ୍ୟୁବ ମୋର ଚ୍ୟାନେଲ ମୋ ରେଷ୍ଟୋର କରିଦେଇଛି সেটা ଆପଣ ସବସ୍କ୍ରାଇବ କରନ୍ତୁ କି ସ୍ପେକୁଲେଟ କରନ୍ତୁ କାହିଁକି ମୋର ପାଖରେ ତ ପ୍ରମାଣ କିଛି ନାହିଁ କିଏ ଫୋନ କରିକି ୟୁଟ୍ୟୁବକୁ ଫୋନ କରିଥିବ ମୋ ପାଖରେ ପ୍ରମାଣ ନାହିଁ ତ ପ୍ରମାଣ ବିନା ମୁଁ କଣ କହିପାରିବି ମୁଁ ବି ଆପଣ ଯେମିତି ସବସ୍କ୍ରାଇବ କରୁଛନ୍ତି ମୁଁ ବି ସେମିତି ସନ୍ଦେହ କରୁଛି କିଛି ଗୋଟେ ହେଇଥିବ କରୁଛି ନା ସମାଲୋଚନା ଆମେ କନଷ୍ଟ୍ରକ୍ଟିଭ କ୍ରିଟିସିଜମ সরকার ধরন্তু নবীন বাবু কি মোহন মাঝি আমার ফ্রেন্ড না এমনি নাই আমার কাম হচ্ছে সাংবাদিকতার কাম কଣ স্পিকিং ট্রুথ টু পাওয়ার যেମାନେ ক্ষমতাରେ ଥିବେ ସେମାନଙ୍କୁ ଟିକେ ଅଧିକା ପ୍ରଶ୍ନ ପଚାରିବେ ଆଚ୍ଛା ମୁଁ ବିଜେଡି ପ୍ରେମୀ କହୁଛନ୍ତି ବିଜେଡି ଗଲା କହୁଛନ୍ତି କିନ୍ତୁ ଏଇ ମୋର ଇଂରେଜୀ ପୁସ୍ତକଟା ବାହାରିଲା ପରେ ବିଜେଡି ଗଲା ମତେ ବହୁତ ସମାଲୋଚନା କରିଥିଲେ ବିଜେପି ପ୍ରେମୀ ଭଲ ଆପଣ ମଧ୍ୟ ସମାଲୋଚନା ଏଭଳି କରିଛନ୍ତି ଆପଣ ବାଂଲାଦେଶୀ କହିଛନ୍ତି ସନ୍ତାସବାଦୀ କହିଛନ୍ତି କହିଲେ କହିବେ କଣ କରିବି ଆପଣ କେମିତି ଗ୍ରହଣ କରନ୍ତି I don't care ଗୋଟେ ଯୋଉ 24 ବର୍ଷର ସରକାର ଥିଲା ତାଙ୍କ ବିଷୟରେ ସାଧାରଣ ଲୋକ ବି ଅନେକ କଥାକୁ ନେଇକି ଅଜ୍ଞ ରହିଛନ୍ତି ସମସ୍ତେ ଗୋଟେ ଆନ୍ସର ଚାହୁଁଛନ୍ତି ଗୋଟେ ସଲ୍ୟୁସନ ଚାହୁଁଛନ୍ତି ତାଙ୍କ ସ୍ପେକୁଲେସନ ର ଗୋଟେ ଏଣ୍ଡ ଚାହୁଁଛନ୍ତି ତ ଏଇ ବହିରୁ ତାଙ୍କୁ ମୁଁ ଭାବୁଛି ବହୁତ କିଛି ରହସ୍ୟ ଏଇ ବହିରେ ଗୋଟେ ସାଧାରଣ ଗୋଟେ ପାଠକ ପାଇଁ ବହିରେ କଣ ଅଛି ତାକୁ ଆମେ ବହୁତ କିଛି ଅଛି ଦି ଲାଇନ ରେ ସାର୍ ଶୁଣିବାକୁ ଚାହିଁବୁ ଦୁଇ ଲାଇନ ରେ ତ କହି ହବନି ଗୋଟେ ବହି ଆପଣ ସାମାରାଇଜ ଦୁଇ ଲାଇନ ରେ କେମିତି କରିବେ କିନ୍ତୁ ମୋର ଇଏ ଯେ ବିଷୟରେ ବହୁତ ବହୁତ ରୋଚକ ତଥ୍ୟ ଅଛି ଇନଫରମେସନ ଅଛି ଆନାଲିସିସ୍ ଅଛି ପାର୍ସପେକ୍ଟିଭ ଅଛି କନଟେକ୍ସଟ ଅଛି ବ୍ୟାକଗ୍ରାଉଣ୍ଡ ଅଛି ଓଡିଶାର ଇତିହାସ ଅଛି ସବୁ କିଛି ଅଛି 2018ରେ ଲାଷ୍ଟ ଭେଟିଥିଲି এবং ମୁଁ এটা ଆଗରୁ ବି କହିଛି ଆଇ ଇନ୍ ମାଇ ଲାଇଫ ଆଇ ଉଡ୍ ହାଭ୍ ମେଟ୍ ହିମ୍ 300 ଟାଇମ୍ସ ମୁଁ ଯେତେବେଳେ ଓଡ଼ିଶାରେ ରେଗୁଲାର ଯାଉଥିଲି ସେ ଏଇଟା ମୁଁ କ୍ଲାରିଫାଇ କରେ ଲୋକର ଗୋଟେ ଧାରଣା ଅଛି ବହୁତ ସାମ୍ବାଦିକ ମତେ କହୁଛନ୍ତି ଆପଣ ନବୀନ ପଟ୍ଟନାୟକର ସାଙ୍ଗ ଥିଲେ ମୁଁ କେବେ ସାଙ୍ଗ ନଥିଲି ଆରେ ସେଇ ଗୋଟେ ପଲିଟିକାଲ ଫେନୋମେନନ ଲେଖିବିନି ମୁଁ ତ ଭାବୁଛି ଆପଣ ମାନେ କାହିଁ ଲେଖିନାହାନ୍ତି ମୁଁ ତ ଓଡ଼ିଶାରେ ନଥିଲି ଭାରତବର୍ଷରେ ନଥିଲି ମୁଁ ଫେରିଲା ପରେ ମୁଁ 2016ରେ ଯେତେବେଳେ ଭାରତବର୍ଷ ଫେରିଲି ମୁଁ ଆଶ୍ଚର୍ଯ୍ୟ ହେଲି ଯେ ନବୀନ ପଟ୍ଟନାୟକ ଉପରେ କେହି ବହି ଲେଖୁନାହାନ୍ତି तो लिखा कथा ही इज अ सिटिंग दैट सब्जेक्ट बहुत कथा ना ना आई विश हिम ऑल वेरी गुड हेल्थ एंड गुड लाइफ नवीन निवास जाइए नवीन बाबू को भेटिया पे चाहना से माने जदी मते इनवाइट करिवे निश्चय जी काई जी अरे आई विश हिम ऑल द वेरी बेस्ट एवं फ्रॉम माय हार्ट मु कहूची
সুস্থ দীর্ঘায়ু হোক। মোর এই ইংরেজি বইটা করিবা পূର୍ବରୁ ইলেকশন ପରେ 2024 ମୁଁ ଟ୍ରାଏ କରିଥିଲି ନବୀନ ବାବୁକୁ ଭେଟିବା ପାଇଁ, ସମ୍ଭବ ହେଇନଥିଲା। ଏବେ ଯଦି ଅପରଚୁନିଟି ଆସିବ ନିଶ୍ଚୟ ଯିବି, କାହିଁ ଯିବିନି, ଅଫକୋର୍ସ ଆଇ ସାର୍ ଏବେ ଯୋଉ ଭେଟିବା ପାଇଁ ଅସୁବିଧା ହଉଛି ସେଥିପାଇଁ ଆପଣ ନା ମୁଁ ତ ଯାଇନାହାନ୍ତି ଏବେ ଟ୍ରାଏ କରିବି। ନା ଆପଣ ଆଇ ଏମ୍ ନଟ୍ ରାଇଟ୍, ମୁଁ ଜାଣିନି କଣ ଅସୁବିଧା ହବ ନା ସୁବିଧା ହବ ମୁଁ ଜାଣିନି, ଆଇ ଏମ୍ ନଟ୍ ରାଇଟ୍। କାହିଁକି ଦେୟାର ୱାଜ୍ ନୋ ଓକେସନ୍, କାହିଁ ଯିବି ସେ ଜଣେ ବ୍ୟସ୍ତ ଲୋକ, ଇମ୍ପୋର୍ଟାଣ୍ଟ ଲୋକ, ତାକୁ ଯାଇକି କାହିଁ ମିଛରେ ବଦାର କରିବି। Thank you, sir. Thank you. ଥ୍ୟାଙ୍କ Thank you.